ମୁଁ ରଶ୍ମିତା ମୋ ଛୋଟ ଦୁନିଆ ଚ୍ୟାନେଲକୁ ଆପଣମାନଙ୍କୁ ସ୍ୱାଗତ କରୁଛି। 3ଟା ରାତିରୁ ଗାଧେଇ ପାଧେଇକି ଟିକେ ସ୍ୱାମୀଙ୍କର ମୋର ବାହାରି ଗଲୁ ପତିତ ପାବନ ଦର୍ଶନ କରିବା ପାଇଁକା। ଗଲାବେଳକୁ ଏତେ ଭିଡ଼ରେ ବାବା, ମାନେ ରାତି 3ଟାରୁ ବି ଏତେ ଭିଡ଼ ଜଗାକୁ ଦର୍ଶନ କରିବା ପାଇଁକା। ବାଟରେ ବି କେତେ ଲାଇନରେ ବାରିକେଡ଼ରେ ଛିଡ଼ା ହେଇଥାନ୍ତି ଲୋକ, ବାପରେ। ମହାଦେବଙ୍କ ପାଖରେ ଆମର ଟିକେ ଅଭିଷେକ କରିବାର ଥିଲା, ମହାଦେବ ମନ୍ଦିର ପଳେଇଲୁ। ଗଲାବେଳକୁ ଏଠି କାର୍ତ୍ତିକାଣୀ ମାନେ ସମସ୍ତେ ପୂଜା କରୁଥାନ୍ତି। ଭାଇନା ଆସିନଥିଲେ ଯେହେତୁ ଆମେ ଗୋଡ଼ ଧୋଇକି ଟିକେ ବେଢ଼ା ପରିକ୍ରମା କରିଦେଲୁ। ଭାଇନା ଆସିବା ପର୍ଯ୍ୟନ୍ତ ଟିକେ ମନ୍ଦିର ବେଢ଼ାରେ ବସିଥିଲୁ। ଭାଇନା ଆସିଲେ ଠାକୁରଙ୍କ ନୀତି ଆରମ୍ଭ କରିଦେଲେ। ଆମକୁ ଟିକେ ସଂକଳ୍ପ କରେଇ ଦେଇକି ଠାକୁରଙ୍କ ନୀତି ଆରମ୍ଭ ହୋଇଗଲା। ଆମର ଯେହେତୁ ଆଜି ଟିକେ ଇଚ୍ଛା ଥିଲା ଅଭିଷେକ କରିବା ପାଇଁ ମହାଦେବଙ୍କ ପାଖରେ, ଠାକୁରଙ୍କ ପାଖରେ ଅଭିଷେକ କରିବା ଥିଲା। ରାତିରୁ ନେଇକି ସବୁ କିଣାକିଣି କରିକି ଆମେ ଥୋଇ ଦେଇଥିଲୁ। ସକାଳୁ ଆମେ ସ୍ୱାମୀଙ୍କର ମୋର ପହଞ୍ଚିଗଲୁ ଯାଇକି। ଠାକୁରଙ୍କ ନୀତି ଆରମ୍ଭ ହୋଇଗଲା। ଏଠି ଆମର ଅଭିଷେକ ଚାଲିଛି। ଠାକୁରଙ୍କୁ ଭାଇନା ଭେଷ କରିଦେଇକି ଟିକେ ଆଳତି କରିଦେଲେ। ଆଳତି କରିସାରିଲା ପରେ ଆମେ ଘର୍ଷଣ ଆଣିକି ପାଇକି ପଛପଟେ ଯେଉଁ ମହାଦେବ ଥିଲେ ଆମେ ତାଙ୍କୁ ଦର୍ଶନ କରିନଥିଲୁ, ଯାଇକି ପହଞ୍ଚିଗଲୁ ମହାଦେବଙ୍କ ପାଖରେ। ପହୁଡ଼ ପିଟା ହେଇଯାଇଥିଲା, ତାଙ୍କୁ ଟିକେ ଦର୍ଶନ କରିଦେଇକି ପୁଣି ଥରେ ବେଢ଼ା ପରିକ୍ରମା କରିକିରି, ଏଇଟା ଦେଖନ୍ତୁ ଠାକୁରଙ୍କୁ ଏତେ ସୁନ୍ଦର ଭାବରେ ସଜାଇଥାନ୍ତି। ତାପରେ ପଳେଇ ଆସିଲୁ ଟିକେ ପେଟ୍ରୋଲ ଟାଙ୍କି, ପେଟ୍ରୋଲ ପକାଇ ଦେଇ